जगन्नाथ। नारायण बाबा भल कथा मन रख। खंडगिरी रे महामाया परीक्षा। खंडगिरी की परीक्षा महामाया परीक्षा। आज ठाकुर अभिनव सुंदर गोटे बाणी आनिया सनातन गीता है सी ठाकुर पंचसखा मान अर्खित दास जगत को किसी शिक्षा देते ठाकुर अभिराम परमहंस अनेक शीत साधु मान कौन ये उत्कल भूमिखंड में आविर्भूत हो ठाकुर अभिराम परमहंस आसिले सी जगत को किसी शिक्षा देते बुझे अनेक साधु सन्त आसपरी सिद्ध साधु आसी ना बुझीपार ना से कहते दिने खंडगिरी कौन हम गोटे परीक्षा कहार सिद्ध साधु मान की परीक्षा भक्ति परीक्षा समस्त महापुरुष लिखिं एकाक्षर परीक्षा को अणाक्षर परीक्षा लिखि ना को ब्रह्म एकाक्षर परीक्षा ये सब नहीं परीक्षा किंतु ये महा ठाकुर कहले ये जेते परीक्षा हो मूलटा हूँ भक्ति मूल कौन भक्ति खंडगिरी भक्ति परीक्षा सेमितिया भक्ति तो अनेक भक्त बाहर कामना वासना भक्त बुझे ना भक्ति नहीं भक्त प्रकृति जे भक्त भयरु भक्ति जात हुए भक्ति भाव जागृत हुए भावर प्रभु को दर्शन जात हुए प्रभु को दर्शन पाइले मुक्ति पाई निर्वाण तो पाई आम कई दर्शन पर चिंता करूँ कौटी नरदेह ठाकुर जन्म से दर्शन कर या समझ लक्ष्य ना नहीं वर्तमान समय आम देखू ये बालिका जो सब चलला मीडिया सब कलिजुग सर अमुक हम समक हम गोटे भय थाए कारण मनीषर वर्तमान समय क्या भय नहीं केवल मृत्युटा को भय करते मनुष्य बुझे ना आउ क्या भय करी न थाए से जो भक्ति सी दिन परीक्षा हो जहाँ पाखे प्रकृत भक्ति थी सी महाकूल पुओ जहाँ जे प्रकृतर भक्त हो से महाकूल पुओ माता कोल बस भज शून्य पुरुष शून्य उभाई हाड़ मांस भाई बंधु ज्ञाति तोर घेरी थे तोपासर जीव गला बेले बाबू नईबू दृश्य शून्य रे शून्य होइबू देव मंडल रही इंद्र निर्माण बाबू तोर आस बढ़िया कथा कि दर्शन करने बर्तमान चिंता कर खाली कौटी ठाकुर जन्म है आम गले भारी कलिजुग आम तरीजा से गुरु ना ना शिष्य ना सुदर्शन जो गला प्रद्युम्न आसी चक्र गला कृष्ण कर को न पड़ा पुओ को सुदर्शन रे मारिदे से कौ भक्त क्या रखी ठीक ना से कहार नुह हे माया धारी तो माया किए जान माया को कई जाना कई जापर स्वयं शिव जापारे आम फिर कलिजुग मानव तेणु ये भक्ति दिन कौन हम परीक्षा हम कौटी भुवनेश्वर खंडगिरी एकाम्बर क्षेत्र नैमिषारण्य खंडगिरी आमको जड़े क्वेश्चन कला महापुरुष लिखी नैमिषारण्य हूँ ढेंकानाल
ଆମେ କହିଲୁ ମହାପୁରୁଷ ସ୍ୱତନ୍ତ୍ର ନେଇଛନ୍ତି ପ୍ରାଚୀ କୂଳରୁ ନୈମିଷା ଅରଣ୍ୟ ଆରମ୍ଭ। ବୁଝିହଉଛି? ଆଉ ଢେଙ୍କାନାଳରେ କୋଉଠି ନୈମିଷା ଅରଣ୍ୟ ଆରମ୍ଭ ହେଲେ ଆମେ କୋଉ ଲେଖା ପାଇ ନାହୁଁ। ଆମେ ତାକୁ ପଢିନୁ କି ଦେଖିନୁ, ଆଉ କହିବୁ କୁହ? ତେଣୁ ଠାକୁର ଅଭିନ୍ନ ସୁନ୍ଦର କଣ କହିଲେ? କହିଲେ ଏ କ୍ଷେତ୍ରରେ ଆମେ ସମସ୍ତେ ସ୍ତ୍ରୀଲିଙ୍ଗ, ତୁମ୍ଭେ କେବଳ ପୁରୁଷ, ତୋଛଡ଼ା କ୍ଷେତ୍ରଜ୍ଞ, ଅନ୍ୟ କେହି ନାହିଁ, ବିଚାର କର ତୁଇସ। ହେ ପ୍ରଭୁ, ଏ କ୍ଷେତ୍ରରେ ମାନେ ସଂସାର ମଧ୍ୟରେ ଆମେ ଯେତେ ଜାତ ହେଇଛୁ ସମସ୍ତେ ହଉଛନ୍ତି ନାରୀ, ତୁମେ ହିଁ ଏକା ପୁରୁଷ। ଜଗନ୍ନାଥ ମନ୍ଦିରକୁ ଯାଅ, ଝିଅ କହୁଛି ଜଗନ୍ନାଥ ସ୍ୱାମୀ, ମା କହୁଛି ଜଗନ୍ନାଥ ସ୍ୱାମୀ, ବାପା କହୁଛି ଜଗନ୍ନାଥ ସ୍ୱାମୀ। ତେଣୁ ସମସ୍ତଙ୍କର ସ୍ୱାମୀ କିଏ? ସେ ସ୍ୱୟଂ ଜଗନ୍ନାଥ। ପୁଣି ଧାରପୁର ଖସାଡି ମଠ ଅଣ୍ଟ ଦାସ ଲେଖିଛନ୍ତି, ସ୍ତ୍ରୀ ଯେ ମାନବ ଶରୀର, ସ୍ୱାମୀ ଯେ ଧରି ଅଛି ଧର। କଣ ବୁଝିବ ଧର? ବୁଝି ହଉଛି ନା? ତେଣୁ ସେ ବିଷୟ ସବୁ ଆଲୋଚନା କଲେ ତତ୍ତ୍ୱ ଉପରେ ବହୁତ ବଡ ହେଇଯିବ। ତେଣୁ ଠାକୁର କହୁଛନ୍ତି, ହେ ପ୍ରଭୁ, ଆମେ ଜଗତରେ ସମସ୍ତେ ନାରୀ, ତୁମେ ହଉଛ ଏକା ପୁରୁଷ। ମୁଁ ଯେଣୁ ତୁମ୍ଭର ଅଟେ ନିତ୍ୟ ଦାସୀ, କେତେକା ଅଂଶେ ମୁଁ କ୍ଷେତ୍ରଜ୍ଞ, ତୁମ୍ଭ ସେବା ପାଇଁ କିଛି ମୁଁ ଅଳ୍ପଜ୍ଞ, ତୁମେ ପ୍ରଭୁ ମୋ ସର୍ବଜ୍ଞ। ହେ ପ୍ରଭୁ, ତୁମେ ଯେଣୁ ମୁଁ ଯେଣୁ ତୁମ୍ଭର ଅଟେ ନିତ୍ୟ ଦାସ, ମୁଁ ତୁମର ଦାସାନୁ ଦାସ। କେତେକା ଅଂଶରେ ମୁଁ କ୍ଷେତ୍ରଜ୍ଞ, ମତେ ଯେତେବେଳେ ଗୁରୁ ଉପାଧିଟା ଦେଇଛ, ଏ ଭକ୍ତ ମାନଙ୍କ ନେଇକି ମୁଁ ଆଜି କଣ ହେଇଛି? ଅଳ୍ପ ଛୋଟିଆ କ୍ଷେତ୍ରଜ୍ଞଟିଏ ହେଇଛି। ତୁମ୍ଭ ସେବା ପାଇଁ କିଛି ମୁଁ ଅଳ୍ପଜ୍ଞ, ମୁଁ ଆଉ ସମ୍ପୂର୍ଣ୍ଣ କିଛି କରିପାରିବି ନାହିଁ। ତୁମ କରୁଣା ପାଇଁ, ତୁମ ସେବା ପାଇଁ କି ମୁଁ ହଉଛି କିଛି ଅଳ୍ପଜ୍ଞ, ସାଧାରଣ ଅଳ୍ପ। ତୁମେ ପ୍ରଭୁ ମୋ ସର୍ବଜ୍ଞ, ମୁଁ ଅଳ୍ପଜ୍ଞ ହେଲେ ତୁମେ ହଉଛ ସର୍ବଜ୍ଞ, ତୁମେ ହଉଛ ସ୍ରଷ୍ଟା। ମୁଁ ବିଭୁ ଚୈତନ୍ୟ, ମୁଁ ଅଣୁ ଚୈତନ୍ୟ, ମୁଁ ଶକ୍ତି ବାନ, ଏହି ଭାବେ ଦୟା ରଖିଥିବ ପ୍ରଭୁ ମୋହର ଜୀବ ଜୀବନ। ହେ କରୁଣାନିଧି, ହେ ଜଗନ୍ନାଥ, ହେ ପରମ ବ୍ରହ୍ମ, ମତେ ତମେ ଏହି ଭାବରେ କଣ ହେଇଥିବ? ସଦା ସର୍ବଦା ରଖିଥିବ। ଏହି 7 ପଦ ଅମୂଲ୍ୟ ସମ୍ପଦ ଖଣ୍ଡଗିରି ପରୀକ୍ଷାରେ ସିଦ୍ଧ ସାଧୁ ମାନେ ସଭା କରୁଥିବେ, ପୂଜା ପାଇବ ସେଠା। ହେ ପ୍ରଭୁ, ଏଇ ଯୋଉ 7 ପଦ ଗଲା, କହିଲୁ ଏଇ 7 ପଦ ବୁଝେଇଲୁ, କହିଲି ଏଇ ଯୋଉ 7 ପଦ ଗଲା, ଦିନ ଖଣ୍ଡଗିରିରେ ପରୀକ୍ଷା ହେବ। ସିଦ୍ଧ ସାଧୁ ମାନେ ସଭା କରୁଥିବେ, ପୂଜା ପାଇବ ସେଠାରେ। ସେଠି ଅନେକ ସିଦ୍ଧ ସାଧୁ ମାନେ ଆସି ପହଞ୍ଚି ତୁମକୁ ପୂଜା କରିବେ, ତୁମେ ସେଠି ପୂଜା ପାଇବ। ଏଇ କଥା ଉପରେ ପୀତବାସ ଦାସ ଲେଖିଛନ୍ତି। ଖଣ୍ଡଗିରିରେ ରହିବ, କଡ଼ା କଣ୍ଡା ଜାରି ହେବ, ଖଣ୍ଡଗିରି ତଳେ ହେବ କଚେରୀଖାନା, ଜଗନ୍ନାଥ ନୀଳାଞ୍ଚଳ ଛାଡ଼ି ଯାଅ ନା, ତୁମ ନାମରେ ବାଜିବ ନିନ୍ଦା ବାଜଣା। ବହୁ ମତମାନ ଖଣ୍ଡନ ହୋଇବ, ସାର ବଛା ହେବ ଏହି ଭାବେ ଯେତେ ଭକ୍ତ ରହିଥିବେ, ରାହାସ ଦେଖିବେ ସେହି। ସେଠି ଗାଣ୍ଡିରେ ଚିତା, ମୁଣ୍ଡରେ ଚିତା, ଅରୁଆ ଖିଆ, ଗେରୁଆ ପିନ୍ଧିବାର କିଛି ମହତ୍ଵ ନାହିଁ। ଠାକୁର ଅଭିନ୍ନ ସୁନ୍ଦର କହୁଛନ୍ତି, ଯଦି ଯାହାର ଭକ୍ତି ଥିବ, କୋଉ ଭକ୍ତି? ମୀରାବାଇ ଭକ୍ତି, ରାଧା ଭକ୍ତି, ବୁଝି ହଉଛି ନା? ଭକ୍ତ ସାଲବେଗ ଭକ୍ତି, ଦାସିଆ ଭାଉରୀ ଭକ୍ତି। ये खाली हरिया हरिया बोल, मागुर माछ का झोल बेटा हरिया हरिया बोल, युवती ने क्या कोल बेटा हरिया हरिया बोल, तार महत्व किसी नहीं। भक्त आउ भगवान, ये भक्ति जा पाखे थी से हा कृष्ण उच्चारण करू सी निजक निजे जानी पार नथब संसार ता देहटा अच्छी कि नहीं। ये जो गड़बड़िया भक्त रही आकर दिने से कौन हम परीक्षा हम। जी प्रकृत भक्त से माने रहिबे कौन ठाकुर हास देखिए, माने ठाकुर लीला खेला देखिए। कहीं देखिए ना पुलुंगरे रास नुहई दर्शन स्त्री अंग तहींकी लोड़ा, पुरुष अंग
ସେଠି ତମେ ପାଇପାରିବନି, ପୁରୁଷ ଅଙ୍ଗରେ ଦର୍ଶନ ପାଇପାରିବ। ସ୍ତ୍ରୀ ଅଙ୍ଗ ତହିଁକି ଲୋଡ଼ା। କଣ ଇଏ ଶଙ୍କା ସିନ୍ଦୁର ପିନ୍ଧିକି ସ୍ତ୍ରୀ ଭାବ କରିବ? ନୋ ଦ୍ୟାଟ୍ସ ଇଟ୍। ମାନେ ଦାସ ରୂପ ଭକ୍ତ ରୂପ ହବା ସେଠି ଦରକାର। ତମେ ଦେଖ ଭାଗବତ ଆମେ ପଢୁଛେ, କୋଉଠି ରାଧା ପଦଟା ଅଛି କି? କୋଉଠି ନାହିଁ। ସେଠି ଲେଖା ଅଛି ପଦ୍ମ ଲାଭ। ଏବେ ତାକୁ ପ୍ରିଣ୍ଟ କରିକି ନୂଆ ବହି ଯୋଉ ଆଉଛି ରାଧା ଦବ କରିଦେବେ। ଯିଏ କୃଷ୍ଣ ରୂପକ ଶାସ୍ତ୍ର ହଉଛି ଭାଗବତ, ଯିଏ ପଢିବ ସିଏ ହେଲେ ରାଧା ରୂପୀ। ସେମିତିଆ ଭାବରେ ଭାଗବତ ପଢିବା କଥା। ଯୋଉମାନେ ଶୁଣିବେ ସେମାନେ ହେଲେ ଗୋପୀ ଗୋପାଳ। ଇଆଡେ ଭାଗବତ ପଢୁଥିବା, ସିଆଡେ କୋଉଠି ମଶା ନାଗିଲେ ବାଡେଇ ଦଉଥିବା। ସେ ଭାଗବତ ପଢିବା କଥା ନୁହଁ। ସେଥିପାଇଁ ଲେଖିଛନ୍ତି ମହାପୁରୁଷ, ଗୀତା ଯେ ପଢିଲେ ପିତା ଯେ ଲାଗିବ, ଫିଙ୍ଗି ଦେବେ ଥୁଥୁ କରି। ତା ତଳପଦ କହିବି ନାହିଁ। ବାଟରେ ପଢିବେ ମରି। ବେଦ ଯେ ପଢିବେ ଭେଦ ନ ପାଇବେ, ଏଣୁ ହେବେ ଅଳପା ଆୟୁଷ। ଶପଥ ଜନମ ଭଲ୍ଲୁକ ଜନମ, ଯିବାରେ ତାଙ୍କ ବିଳାସ। ଏମିତି ଅନେକ କଥା ମଧ୍ୟ ଲେଖା ଅଛି। ତେଣୁ ସମସ୍ତେ ଆମେ ଭକ୍ତ ହେଲେ ପ୍ରଭୁଙ୍କର ରାସ ଦେଖିବେ। ରାଧା ଭାବରେ ଥିବା ଆମେ ନାରୀ ରୂପକ ହବା, ଭକ୍ତି ଭାବ ହେଇକି ହେ ପ୍ରଭୁ, ହେ ଅନ୍ନାଥ। ଯଦି ଆତ୍ମସମର୍ପଣ ଭାବ ଯାହାର ଥିବ, ସିଏ ହଉଛି ନାରୀ ଭାବ। ଯାହା ପାଖେ ନଥିବ, ଯିଏ ପୁରୁଷ ଅଙ୍ଗ ଦେଖେଇବ, ମହାମାୟା କଣ କରିବ? ଛେଦନ କରିବ। ମହାମାୟା ଭକ୍ତି ପରୀକ୍ଷା କରିବେ, ପହରା ସେଠାରେ କଡା। ସେଠି କୋଉ ଗୁରୁ ତମକୁ ଉଦ୍ଧାର କରିବ? କୋଉ ଗୁରୁ ଉଦ୍ଧାର କରିବ? କେହି ନୁହଁ। ଗୁରୁ ଶିଷ୍ୟ ଦୁହେଁ ମାନେ ପଥର ନଗାରେ ବସିଦେବେ, କେତେବେଳେ ଟୁପ୍ କିନି ବୁଡିଯିବ। ଗୁରୁ ନଟପଟକୁ, ଶିଷ୍ୟ ନଟପଟ। ସେମିତିଆ ଭକ୍ତି ସାଧନା ଦରକାର। ଆଉ ଏତିକି ମନେ ରଖିଥା, ଯାହାର ମନ ଅଟେ ସରୁ, ନିଶ୍ଚୟ ପାଇବ କଳ୍ପତରୁ। ଯେପର୍ଯ୍ୟନ୍ତ ମନର ଏକାଗ୍ରତା ନ ହେଇଛି, ମନ ସରୁ ନ ହେଇଛି, ସେ ପର୍ଯ୍ୟନ୍ତ ବିଭୁଙ୍କର ଦର୍ଶନ ନାହିଁ। ଜୟ ଜଗନ୍ନାଥ। ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ମା ଜଗଧାତ୍ରୀ ମହାମାୟାଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲାନ୍ତି